ସାଙ୍ଗମାନେ ମୁଁ ଆଜି ଆପଣମାନଙ୍କୁ ଗୋଟିଏ ବହୁତ ସୁନ୍ଦର କଥାଟିଏ କହିବାକୁ ଚାହୁଁଛି, ଯାହା ଶୁଣିଲା ପରେ ଆପଣମାନେ ନିଶ୍ଚିନ୍ତ ଥରେ ଭାବିବେ, ନିଶ୍ଚିନ୍ତ ଥରେ ଚିନ୍ତା କରିବେ ଯେ ଆପଣ କ'ଣ କରିବା ଉଚିତ, କ'ଣ କରିବା ଅନୁଚିତ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ। ଭିଡ଼ିଓଟି ଯଦି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ତାହେଲେ ଆପଣଙ୍କୁ ବହୁତ କିଛି ଏଥିରୁ ଶିଖିବାକୁ ମିଳିବ। ଯଦି ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖୁନାହାନ୍ତି ତାହେଲେ ଆପଣମାନେ କିଛି ବି ବୁଝିପାରିବେ ନାହିଁ। ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍ଟିଏ କରିବେ, କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଆଜିର ଭିଡ଼ିଓଟି ହେଉଛି ଆଚାର୍ଯ୍ୟ ଚାଣକ୍ୟ ଯାହା କିଛି କହିଛନ୍ତି ଆପଣମାନେ ଯଦି ଶେଷ ପର୍ଯ୍ୟନ୍ତ ଦେଖିବେ ତାହେଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ଆଚାର୍ଯ୍ୟ ଚାଣକ୍ୟଙ୍କ ଲିଖିତ ନୀତିବାଣୀରେ କହିଛନ୍ତି ଯେ ସେହି ବିଦ୍ୱାନ ଯିଏକି ବିନା ଗୁରୁରେ ଅସଂଖ୍ୟ ବହିର ଅଧ୍ୟୟନ କରିପାରେ, ସେ କେବେ ବି ବିଦ୍ୱାନଙ୍କ ସଭାରେ ସଚ୍ଚା ବିଦ୍ୱାନ ଭାବରେ ପରିଗଣିତ ହୋଇନଥାଏ। ସେହିପରି ଉପଯୁକ୍ତ ପରିଚୟ ନଥିବା ବ୍ୟକ୍ତିର ଉଚିତ ପରିଚୟ ଦୁନିଆରେ ନଥାଏ। ଯଦି ଆପଣଙ୍କ ସହିତ କେହି ଦୁଷ୍ଟତା କରୁଛି ତେବେ ଆପଣ ବି ସେହିଭଳି ପ୍ରତି ଉତ୍ତର ଦେବା ଉଚିତ। ସାଙ୍ଗମାନେ, ଯଦି ଆପଣଙ୍କ ସାଥିରେ କିଏ ଖରାପ କରୁଛି, ଯଦି ଆପଣଙ୍କୁ କିଏ ଖରାପରେ ପହଞ୍ଚାଇବାକୁ ଚାହୁଁଛି ବା ଆପଣଙ୍କୁ ଯିଏ କଷ୍ଟ ଦେବାକୁ ଚାହୁଁଛି ତାହେଲେ ଆପଣ ବି ତାକୁ କଷ୍ଟ ଦିଅନ୍ତୁ। ଆପଣ ଯେତେ ସହୁଛନ୍ତି ଲୋକମାନେ ଆପଣଙ୍କୁ ସେତେ କଷ୍ଟ ଦେଇ ଦେଇ ଚାଲିଛନ୍ତି। ସେଥିପାଇଁ ଏଠି କୁହାଯାଇଛି ଯେ ଯିଏ ଆପଣଙ୍କୁ କଷ୍ଟ ଦେଉଛନ୍ତି ଆପଣ ତାକୁ ମଧ୍ୟ କଷ୍ଟ ଦିଅନ୍ତୁ। ଏଥିରେ କୌଣସି ଭୁଲ ନାହିଁ। ଯେଉଁ କଥାରୁ ମନୁଷ୍ୟ ଅସମ୍ଭବ ଭାବୁଛି ତାହା ମଧ୍ୟ ସହଜରେ ପ୍ରାପ୍ତ କରାଯାଇପାରେ। ଯାହା ଆପଣମାନେ ଅସମ୍ଭବ ଭାବୁଛନ୍ତି, ଯାହା ଆପଣ ମନରେ ଭାବୁଛନ୍ତି କି ଏ ଜିନିଷ କେବେ ମୋ ଦ୍ୱାରା ସମ୍ଭବ ନୁହଁ, ସେଇଟା ଭାବିବା ସମ୍ପୂର୍ଣ୍ଣ ଭାବରେ ଭୁଲ। ସେ ନିଶ୍ଚିନ୍ତ ଭାବରେ ଆପଣଙ୍କ ଦ୍ୱାରା ସମ୍ଭବ ହୋଇପାରିବ। ମାତ୍ର ତାହା କେବଳ ତପ ଦ୍ୱାରା ଅସମ୍ଭବ ହୋଇପାରିବ। ଲୋଭଠାରୁ ବଡ଼ ଦୁର୍ଗୁଣ ନାହିଁ ଏବଂ ନିନ୍ଦାଠାରୁ ଆଉ ବଡ଼ ପାପ କିଛି ନାହିଁ। ଯଦି ମନୁଷ୍ୟର ମନ ପରିଷ୍କାର ତେବେ ତାକୁ ତୀର୍ଥଯାତ୍ରା କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ମନୁଷ୍ୟର ସ୍ୱଭାବ ଭଲ ତେବେ ସେ ହିଁ ଉତ୍ତମ ଅଟେ। ଯଦି କୀର୍ତ୍ତି ଅଛି ତେବେ ଅଳଙ୍କାରର ଆବଶ୍ୟକତା ନାହିଁ। ଯଦି ଆପଣଙ୍କର ଉପମାନ ହୋଇଛି ତେବେ ସେଥିରେ ଦୁଃଖୀ ହେବାର ନାହିଁ, କାରଣ ତାହା ମୃତ୍ୟୁଠାରୁ ତ ଅଧିକ କଷ୍ଟଦାୟକ ନୁହେଁ। ସମୁଦ୍ର ହିଁ ସବୁ ରତ୍ନର ଭଣ୍ଡାର ଅଟେ। ସମୁଦ୍ର ଶଙ୍ଖର ପିତା। ଲକ୍ଷ୍ମୀଙ୍କ ହାତରେ ଶଙ୍ଖ ଏବଂ ଦରିଦ୍ର ହାତରେ ଥାଏ, କାରଣ ଶଙ୍ଖ କେବଳ ତାକୁ ହିଁ ମିଳିଥାଏ ଯେ ପୂର୍ବରୁ ଦେଇଛି। ଯେତେବେଳେ ବ୍ୟକ୍ତି ପାଖରେ ଶକ୍ତି ନଥାଏ ସେତେବେଳେ ସେ ସାଧୁ ହୋଇଯାଏ ଏବଂ ଯେତେବେଳେ ଧନ ରହେ ନାହିଁ ସେତେବେଳେ ମନୁଷ୍ୟ ବ୍ରହ୍ମଚାରୀ ହୋଇଯାଏ। ରୋଗ କାରଣରୁ ମନୁଷ୍ୟ ଭଗବାନଙ୍କ ଭକ୍ତ ହୋଇଯାଏ। ସାଙ୍ଗମାନେ, ଆଜିକାଲି ସମୟରେ ଆପଣମାନେ ଦେଖିଥିବେ
ଯାହାକୁ ରୋଗ ହେଉଛି, ଯାହାର କୌଣସି ଦେହ ଅସୁସ୍ଥ ହେଉଛି, ସେ ସାଙ୍ଗେ ସାଙ୍ଗେ ତା ମୁହଁରେ ଭଗବାନଙ୍କ ନାଁ ଆସିଯାଉଛି। ହେ ପ୍ରଭୁ, ହେ ଭଗବାନ, ମୋତେ ବଞ୍ଚେଇ ଦିଅନ୍ତୁ, ମୁଁ ଯେଉଁ ଅସୁବିଧାରେ ଅଛି ମୋତେ ମୋ ଅସୁବିଧାରୁ ଦୂର କରନ୍ତୁ, ମୋ କଷ୍ଟରୁ ମୋତେ ଦୂର କରନ୍ତୁ। ଏମିତି କିଛି ଆଜିକାଲିର ଲୋକମାନେ କହିଥାନ୍ତି। ଯେତେବେଳେ ତାଙ୍କର ଅସୁବିଧା ପଡ଼ିଥାଏ ସେହି ସମୟରେ ହିଁ ସେମାନେ ଭଗବାନଙ୍କୁ ମନେ ପକାଇଥାନ୍ତି। ଯେତେବେଳେ ନାରୀ ବୁଢ଼ୀ ହୋଇଯାଏ ସେତେବେଳେ ନିଜ ସ୍ୱାମୀଙ୍କ ପ୍ରତି ସମର୍ପିତ ହୋଇଯାଏ। ସାପ ଦଂଶନରେ ବିଷ ଥାଏ, ପୋକର ମୁହଁରେ ବିଷ ଥାଏ, ବିଛାର ଲାଞ୍ଜରେ ବିଷ ଥାଏ, ମାତ୍ର ଦୁଷ୍ଟ ବ୍ୟକ୍ତି ସମ୍ପୂର୍ଣ୍ଣ ବିଷାକ୍ତ ହୋଇଥାନ୍ତି। ସାଙ୍ଗମାନେ, ଯେଉଁ ଲୋକମାନେ ଆପଣ ଯାହାକୁ ଦୁଷ୍ଟ ଲୋକ ଭାବୁଛନ୍ତି ବା ଯାହାକୁ ଖରାପ ବୋଲି ଭାବୁଛନ୍ତି, ଆପଣମାନେ ଜାଣି ରଖନ୍ତୁ ଗୋଟିଏ କଥା, ସେ ଖାଲି ଖରାପ ନୁହନ୍ତି, ସିଏ ସମ୍ପୂର୍ଣ୍ଣ ଭାବରେ ଖରାପ। ଆପଣ କେବେ ସେମିତିକା ଲୋକଙ୍କ ପ୍ରତି ଆପଣଙ୍କୁ କେବେ ବିଶ୍ୱାସ ଭରସା ରଖିବାର ହିଁ ନାହିଁ। ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କ ସମ୍ପତ୍ତି ବିନା ବ୍ରତ ରଖିଥାଏ ସେ ଓଲଟା ନିଜ ସ୍ୱାମୀଙ୍କ ଆୟୁଷ କମାଇଥାଏ ଏବଂ ନିଜେ ନର୍କକୁ ଯାଇଥାଏ। ସ୍ତ୍ରୀ ଦାନ, ଉପବାସ କିମ୍ବା ପବିତ୍ର ଜଳର ପାନ କଲେ ପବିତ୍ର ହୋଇନଥାଏ, ବରଂ ସ୍ୱାମୀର ପାଦ ଧୋଇ ସେହି ଜଳକୁ ପାନ କଲେ ପବିତ୍ର ହୋଇଥାଏ। ଗୋଟିଏ ହାତରେ ସୌନ୍ଦର୍ଯ୍ୟ ଗହଣା ଦ୍ୱାରା ନୁହେଁ, ବରଂ ଦାନ ଦ୍ୱାରା ସୁନ୍ଦର ଦେଖାଯାଏ। ଚନ୍ଦନର ଲେପ ଦ୍ୱାରା ନୁହେଁ, ବରଂ ଜଳରେ ସ୍ନାନ କଲେ ନିର୍ମଳତା ଆସିଥାଏ। ଜଣେ ବ୍ୟକ୍ତିକୁ ଭୋଜନ ଦେଲେ ନୁହେଁ, ବରଂ ସମ୍ମାନ ଦେଲେ ସନ୍ତୁଷ୍ଟ ହୋଇଥାଏ। ସ୍ତ୍ରୀ କାରଣରୁ ସ୍ୱାମୀର ଶକ୍ତି ନଷ୍ଟ ହୋଇଯାଏ। ଯେଉଁ ବ୍ୟକ୍ତି ଜୀବଜନ୍ତୁଙ୍କ ପ୍ରତି ପ୍ରେମ ଭାବ ଦେଖାଇଥାଏ ସେ ସବୁ ପରିସ୍ଥିତିକୁ ସାମ୍ନା କରିପାରେ। ମନୁଷ୍ୟ ଏବଂ ନିମ୍ନ ସ୍ତରର ପ୍ରାଣୀଙ୍କ ମଧ୍ୟରେ ଖାଇବା, ଶୋଇବା ଏବଂ ଗମନ କରିବା ଆଦି ସମାନ ଅଟେ। ତେଣୁ ଜ୍ଞାନ ହିଁ ସର୍ବଶ୍ରେଷ୍ଠ ଅଟେ। ଯେଉଁ ବ୍ୟକ୍ତିର ଜ୍ଞାନ ନାହିଁ ସେ କେବେ ବି ଶ୍ରେଷ୍ଠ ହୋଇପାରେନା। 8 ଜଣ ବ୍ୟକ୍ତି କେବେ କାହାର ଦୁଃଖ ବୁଝିପାରନ୍ତି ନାହିଁ। ପ୍ରଥମ ହେଉଛି ରାଜା। ରାଜା କାହାର ଦୁଃଖ ବୁଝନ୍ତି ନାହିଁ। ଦ୍ୱିତୀୟଟି ହେଉଛି ବେଶ୍ୟା, ତୃତୀୟଟି ହେଉଛି ଯମରାଜ, ଚତୁର୍ଥ ଅଗ୍ନି, ପଞ୍ଚମ ହେଉଛି ଚୋର, ଷଷ୍ଠ ହେଉଛି ଛୋଟ ପିଲା, ସପ୍ତମ ଭିକାରୀ ଏବଂ ଅଷ୍ଟମ କର ଆଦାୟ କରୁଥିବା ବ୍ୟକ୍ତି, ଯେଉଁମାନେ ଟଙ୍କା ଆଦାୟ କରନ୍ତି ବା କର ଆଦାୟ କରନ୍ତି। ଏହି ବ୍ୟକ୍ତିର ଗୋଟିଏ ଭଲ ଗୁଣ ସମସ୍ତଙ୍କ ଉପରେ ପ୍ରଭାବ ପକାଇଥାଏ। ସାଙ୍ଗମାନେ, ଆଶା କରିବି ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କିଛି ବି ଶିଖିବାକୁ ମିଳିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବାକୁ ଭୁଲିବେ ନାହିଁ। ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିବାକୁ ଭୁଲିବେ ନାହିଁ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ। କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ଦେବାକୁ ଭୁଲିବେ ନାହିଁ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।